ଆଜି ଖାଇବାଟା ପୁରା ଜମିଯିବ। ହେଇ 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 ଯାଉଛ କୁଆଡେ ତମେ? ମୁଁ ଯାଉଛି ବାରିଆଡେ ଆସି ଖାଇବାକୁ ଦବ, ଭୋକ କଲାଣି। ଚାଲୁନ ଚାଲ ମୁଁ ଯାଉଛି। ନହେଲେ ଖାଇବାଟା ଗୋଟେ ଭୋକ କଲାଣି, କୋଉ ଚାଲ ମୁଁ ଯାଉଛି। ଆଉ ତମେ ଚାଲ ବସ ମୁଁ ଯାଉଛି। ହଉ ହଉ। ଓହୋ ଏ ବୋଉ ଚାଇଲୁ ଘଣ୍ଟା ଖାଇବାକୁ ଦଉ। ଖାଇବାକୁ ଦେବି? ହଁ ମତେ ଭୋକ କଲାଣି ପ୍ରବଳ। ରହୁନ ସେ ଆସୁ। ସିଏ ଆସିବ କେତେବେଳେ, ମୁଁ ଖାଇବି କେତେବେଳେ? ମତେ ଭୋକ କଲାଣି, ଚାଲୁନୁ ଖାଇବାକୁ ଦବୁ। ତୋର ତ ଖାଲି ଆଇଁଷ ହେଲା ଦିନ 3 ଥର ଭୋକ କରିବ, ଖାଲି ଖାଇବାକୁ ଦେ ଖାଇବାକୁ ଦେ। ଭଲ ଆଇଁଷ ହେଲା ଦିନ ଭୋକ କରିବ, ଯେମିତି ମୁଁ ଖାଏନି। ଥାଳି ଧରିକି ଆଣୁ ଖାଇବି। ଥାଳି କଣ ହବ? ମୁଁ ପୁରା କଦଳୀ ପତ୍ର ଆଣିଛି, ଆ ଦେହରେ ବି ଦେଇଦେବୁ। ମୁଁ ଗାଁ କିନି ଖାଇଦେବି, ପୁରା ପେଟ ଶାନ୍ତି। ତୁ କଦଳୀ ପତ୍ରରେ ଖାଇବୁ ଆଇଁଷ? ହଁ କାଇଁ କଣ ହେଲା? ନାଇଁ ଇଏ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଆଗେ ଲାଗେ କଦଳୀ ପତ୍ରରେ ସୁବର୍ଣ୍ଣ ଥାଳି। ଏମିତି କେତେ ପ୍ରତ୍ୟେକ ମନ୍ଦିର କେତେ ଦିଏ ଦେବତା କତିରେ ଆଗେ କଦଳୀ ପତ୍ର ପଡିକି ଟାଙ୍ଗି ନଗାନ୍ତି। ଆଉ କଣ କରିବା ତାହେଲେ? ମତେ ଭୋକ କଲାଣି, କଦଳୀ ପତ୍ର ଖାଇବନି ବୋଲି ତୁ ଯୋଉ କଥା କହୁଛୁ। ନାଇଁ ଥାଳିରେ ଖାଇବୁ। ଏ ଗୋଟେ ଭୁଲ କଥା। ମୁଁ କଦଳୀ ପତ୍ରରେ ଗୋଟେ ଆଇଁଷ ଖାଇବନି, ତୁ ଗୋଟେ ନିୟମ ବାହାର କରିବୁ। ନାଇଁ ଏଥର ଖିଆ ହବ। ତୁ ଯୋଉ ନିୟମ ବାହାର କରୁଛୁ, ଏ ନିୟମ କିଏ ମାନୁଛୁ କହିଲୁ? ହେଲେ ବଡ ବଡ ରେଷ୍ଟୁରାଣ୍ଟ ବା ସେଠି ଗୋଟେ ଏଡେ ବଡ ଥାଳି, ପିତ୍ତଳ ଥାଳି ଯିଏ କଦଳୀ ପତ୍ର ଏମିତି ପଡିଛି, ତା ଦେହରେ ମାଛ, ଚିକେନ, ଅଣ୍ଡା, ଚୁଙ୍ଗୁଡି, ମାନେ ମଟନ ଏମିତି ସବୁ ଥୁଆ ହେଇଛି। ସେ ଲୋକ ଖାଉଛନ୍ତି, ଭିଡିଓ କରି ଛାଡୁଛନ୍ତି। ଆରେ ବାପା, ସିଏ ହେଲେ ବଡ ବଡ ଲୋକ, ଆମେ ହେଲେ ଗରିବ ଲୋକ। ଆମେ କାହିଁ ଯିବା ସେ ପାପ କମେଇବାକୁ? କାହିଁ ତମର କାଣି? ତାମାନେ ତୋ କହିବା କଥା ସିଏ ବଡ ଲୋକିଆ କଥା, ଆମେ ହଉଛୁ ଗରିବ ଶ୍ରେଣୀର କଥା। ତାମାନେ ଆମେ ସବୁ ମାନିକି ଚଳିବାଟା ନିହାତି ଦରକାର। ତାମାନେ ଆମେ ଯୋଉ ଧର୍ମ ନିଜେ ନଷ୍ଟ କରୁଛେ, ଆଉ କଦଳୀ ପତ୍ରରେ ଆଇଁଷ ଖାଇକିନି ଆମେ ନିଜେ ଆମ ଧର୍ମ ନଷ୍ଟ କରୁଛେ। ତାମାନେ କଦଳୀ ପତ୍ର ଆଇଁଷ ଆମ ଘରେ ଆଜିଠୁ ଖିଆ ହବ ନାହିଁ। ଆଚ୍ଛା ହଉ ଠିକ ଅଛି, ଆଉ ତୋ କଥା ମାନିଲି ମୁଁ। ଆଉ ତାହେଲେ ଆଉ ଥାଳି କେତେବେଳେ ଆଣିବ? ବଳ ଭୋକ ଗଲାଣି, ଆଉ ରହିବ ଭୋକ ଭଳିଆ ଭୋକ। ଆଇଁଷ ହେଲେ ଜାଣିଥିବୁ ତ। ମୁଁ ଯାଉଛି ତାକୁ ଶୀଘ୍ର ଡାକିଦେବି, ତୁ ଭାତ ଆଇଁଷ ଖାଇବୁ। ଆଉ ପତ୍ରଟା ମତେ ଦେଇଦେ। ପତ୍ର ନେଇଯା। ଆରେ ଆଣିଲ ଥାଳି ଆଣିଲ, ହେଇ ଇଏ ଡାକିଦବ କହିଦେଇକିନି ସେ ଘରକୁ ପଳେଇଲାଣି। ମତେ ଇଏ ଦେବେନି ଖାଇବାକୁ। କୁଆଡେ ଗଲ ବା?